ମାସେ ହୋଇଗଲା କେବେ ଫେରିବ ଏସିଆ କପ୍ ଟ୍ରଫି? ଟ୍ରଫି ଚୋରଠାରୁ ଟ୍ରଫି ଆଣିବାକୁ ଯିବେ ଟିମ୍ ଇଣ୍ଡିଆର ଖେଳାଳି। କ'ଣ ଚାହୁଁଛନ୍ତି ମହସିନ୍ ନକିବ୍? ତେବେ ସୂଚନା ଅନୁସାରେ ଆଜି 2025 ଏସିଆ କପ୍ ଶେଷ ହେବାର ଗୋଟିଏ ମାସ ପୂରିଗଲା। 29 ସେପ୍ଟେମ୍ବରରେ ଭାରତୀୟ କ୍ରିକେଟ୍ ଦଳ ଫାଇନାଲରେ ପାକିସ୍ତାନକୁ ପରାସ୍ତ କରି 2025 ଏସିଆ କପ୍ ଜିତିଥିଲା। ତଥାପି ଟିମ୍ ଇଣ୍ଡିଆ ପରବର୍ତ୍ତୀ ସମୟରେ ପିସିବି ଏବଂ ଏସିସି ମୁଖ୍ୟ ମହସିନ୍ ନକିବ୍ଙ୍କଠାରୁ ଟ୍ରଫି ଗ୍ରହଣ କରିବାକୁ ମନା କରିଦେଇଥିଲା। ସେବେଠାରୁ ଭାରତ ଟ୍ରଫି ଗ୍ରହଣ କରିନାହିଁ। କାରଣ ମହସିନ୍ ନକିବ୍ ବ୍ୟକ୍ତିଗତ ଭାବରେ ଟ୍ରଫି ହସ୍ତାନ୍ତର କରିବାକୁ ଜିଦ୍ ଧରିଛନ୍ତି। ତେବେ ପ୍ରଶ୍ନ ଉଠୁଛି ଏସିଆ କପ୍ ଟ୍ରଫି ଭାରତରେ କିପରି ଆସିବ? ବିସିସିଆଇ ପୂର୍ବରୁ ଟ୍ରଫି ଆଣିବା ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତି କରିଛି। ବର୍ତ୍ତମାନର ଅପଡେଟ୍ ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କୁ ନିଶ୍ଚିତ ଭାବରେ ଖୁସି କରିବ। ରିପୋର୍ଟ ଅନୁସାରେ ବିସିସିଆଇ ଏବେ ଟ୍ରଫି ବିବାଦକୁ ଆଇସିସି ନିକଟକୁ ନେବାକୁ ଯୋଜନା କରୁଛି। ଇଣ୍ଡିଆ ଟୁଡେର ଏକ ରିପୋର୍ଟରେ କୁହାଯାଇଛି ଯେ ବିସିସିଆଇ ଦୁବାଇରେ ହେବାକୁ ଥିବା ଆଇସିସି ବୈଠକରେ ଏସିଆ କପ୍ ଟ୍ରଫି ବିବାଦ ଉଠାଇବ। ଆଇସିସି ବୈଠକ ନଭେମ୍ବର 4ରୁ 7 ତାରିଖ ପର୍ଯ୍ୟନ୍ତ ଦୁବାଇରେ ଅନୁଷ୍ଠିତ ହେବ। ଏହି ବୈଠକରେ ଅନ୍ୟ ଦେଶମାନେ ଭାରତକୁ ସମର୍ଥନ କରିବେ ବୋଲି ମଧ୍ୟ ଆଶା କରାଯାଉଛି। ପୂର୍ବରୁ ସେପ୍ଟେମ୍ବର 30ରେ ଏକ ଏସିସି ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ମହସିନ୍ ନକିବ୍ଙ୍କ କାର୍ଯ୍ୟର ଦୃଢ଼ ପ୍ରତିବାଦ କରିଥିଲେ। ଶୁକ୍ଲା କହିଥିଲେ ଯେ ଏସିଆ କପ୍ ଟ୍ରଫି କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ ଏବଂ ଟିମ୍ ଇଣ୍ଡିଆ ଏହାର ପ୍ରକୃତ ମାଲିକ। ଏହା ଉଲ୍ଲେଖ କରିବା ଉଚିତ ଯେ କିଛି ଦିନ ପୂର୍ବରୁ ପିସିବି ମୁଖ୍ୟ ଏବଂ ଏସିସି ସଭାପତି ମହସିନ୍ ନକିବ୍ କହିଥିଲେ ଯେ 2025 ଏସିଆ କପ୍ ଟ୍ରଫି ଏସିସି କାର୍ଯ୍ୟାଳୟରେ ଅଛି। ସେ କହିଥିଲେ ବିସିସିଆଇର ଜଣେ ଅଧିକାରୀ କିମ୍ବା ଟିମ୍ ଇଣ୍ଡିଆର ଖେଳାଳି ଆସି ମୋ ପାଖରୁ ଟ୍ରଫି ନେବା ଉଚିତ। ତଥାପି ବିସିସିଆଇ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛି। ବର୍ତ୍ତମାନ ଏସିଆ କପ୍ ଟ୍ରଫି ଦୁବାଇରେ ଥିବା ଏସୀୟ କ୍ରିକେଟ୍ ପରିଷଦର କାର୍ଯ୍ୟାଳୟରେ ରଖାଯାଇଛି।